ଖାଇବାକୁ କଣ ହେ କଲା କ'ଣ କରିବେ ମୁଁ ଆଇଲିନି ଖାଇବାକୁ ଏଗୁଡ଼ା ଇଏ କିଛି କରିନି ଏଠି ଏତେ ପର୍ଯ୍ୟନ୍ତ ଏ ଛୁଆକୁ କହୁଛି ଆଉ ସ୍ୱାମୀ ଖାଇବା ନା ଛୁଆ ଖାଇବା ବସେଇଦେଲି ଖାଇକି ଯାଇଥିଲି ବାସନ ଥୁଆ ହେଇଛି ଏଠି ଏତେ ଉଠା ହେଇନାହିଁ ଆଉ ମିକ୍ସଚର ଛେଚିଦେ ମିକ୍ସଚର ରଖିଥିବା ତାପରେ ସାଧା ମିକ୍ସଚର ଆଣିଯିବ ସାଧା ମିକ୍ସଚର ଭଲ ଲାଗିବନି ନା ନା ମନେ ଥାଉ ମନେ ଟାଇମ୍ ନାହିଁ ତୁ ମୋତେ କ'ଣ ଅଛି ଦେଇଦେ ମୁଁ ଖାଇଦେବି ପଳାଏ ବୁଝିଲ ପିଆଜ କାଟିଦେ ଲଙ୍କା ଗୋଳେଇକି ଦେଇଦେ କ'ଣ କହିଛୁ ଜାଣିଲା ପିଆଜ କାଟେ ଲଙ୍କା ଗୋଳେଇକି ଦେଇଦେ ପିଆଜ ଦେଇ ଖାଇଦିଅ ଆଉ କ'ଣ କରିବୁ ମୁଁ ଦେଇଦେ ତାକୁ ତାପରେ ଖୋଇବୁ ମୁଁ କାମ କରିବି 12ଟା ବାଜିଲାଣି 12ଟା ବାଜିଲାଣି ପଖାଳ ଖାଇକି ଆଇଲା ଆଳୁ ଆମର ସିଝି ନାହିଁ ନା ମିକ୍ସଚର ସାଧା ମିକ୍ସଚର ଭଲ ଲାଗିବନି ତୁ ଦେ ଯାହା ଅଛି ଦେଲୁ ଦେ ଫଟାଫଟ ଦେ କରିକି ଦେ ଖାଲି ଗାଡ଼ି ଗୁଡ଼ାକ ଏଠି ସେଠି ସବୁଆଡ଼େ ଥୁଆ ହେଇଛି ଦେଖିଲା ବେଳକୁ ଚଲାଇବାକୁ ଲୋକ ନାହାନ୍ତି ଏଠି ଆଳୁ କେତେବେଳେ ବସେଇଲୁ କି ମୁଁ ଏତେ ଫୋନ୍ କରିନି ସେତେ ବସେଇଥିଲୁନି କି ସେ ତ ଫୋନ୍ କରିନି ତୁ ଫୋନ୍ କରିଥିଲୁ ଯେତେବେଳେ ତୁ ଯେତେବେଳେ କଲ୍ କରିଥିଲୁ ସେତେବେଳେ ମୁଁ ବସେଇ ନଥିଲି ଯେତେବେଳେ ହାଣ୍ଡି ଫାଣ୍ଡି ଧୋଇବାକୁ ଯାଉଥିଲି ମୁଁ ଦେଖିଲି ଯେତେବେଳେ ଅଣ୍ଡା କେତେଟା ଆଣିଛ ମୁଁ କହିଲି 6ଟା କ'ଣ ଆଣିଛ 8ଟା ଆଣିଥାନ୍ତ 6ଟା କ'ଣ ଆଣିଲ ଥିଲା ତ ହଉ ଦେ ସେଇ ଡାଲି ମିକ୍ସଚର ଦେ ରାଗ ସେଇ ହଁ ଛେଚିଦେ ଆଉ ଆଳୁ ଫାଳୁ କିଛି ଛେଚିନି ଲାଷ୍ଟକୁ ମିକ୍ସଚର ପିଆଜ ଛେଚିକି ଖାଇକି ଯିବି ତମେ କହିଲ ଖରାପ ହେଇଗଲାଣି ମୁଁ କାଲି ଖାଇକି ଦେଖିଲି ଗୋଟେ ଭଲ ଅଛି ଗମ ଲାଗୁଛି କରି ରଖିଥିବି ମୁଁ ଭାବିଥିଲି ଆଉ କିଛି ନାହିଁ କି ଜାଣିଛି ମୁଁ ତମେ ଖାଇବା ଆମ୍ବ ଗୁଡ଼ା ସବୁ ପଚିଗଲାଣି ଦେଖ ସବୁ ଖରାପ ହେଇଗଲାଣି ଆମ୍ବ ଲାଷ୍ଟକୁ କିଛି ନାହିଁ ଲାଷ୍ଟକୁ ମିକ୍ସଚର ପିଆଜ ଛେଚା ପଖାଳ ଖାଇବୁ ରାତିରେ ଆଳୁ ସିଝା ଖାଇବ ଆଳୁଟା ହଁ ରାତିରେ ଦେଇଦେବ ଆଳୁ ସେ ହେମଦସ୍ତା ବାଡ଼ିଟା ହେମଦସ୍ତା ପୁଅଟା ସଫା କରୁଛୁ ନା ଅଦା ରସୁଣ ଛେଚା ହେଇଥିଲା ତା ଦେହରେ ଧୋଇ ଦେଲୁନି ଭଲ ଲାଗିବ ଧୋଇବି ଲୁହାଳିଆ ଲାଗିବ ତମେ ଜାଣିଛ ନା ଲୁହାଳିଆ ଲାଗିବ ସେ ଅଦା ରସୁଣ ଲାଗିବ ତ ଅଦା ରସୁଣ ଲାଗିବ ଅଦା ରସୁଣ କୋଉଠି ଲାଗିବ ତମର ଅଜବ କଥା ସବୁ ଆଉ ତୁ କର ଜଲ୍ଦି କଲୁ ରସୁଣ ପକେଇବେ ନା ରସୁଣ ଖାଲି ପିଆଜ ଜିରା ଟିକେ କଞ୍ଚା ଲଙ୍କା ନା ତମ ଜିନିଷଟା ଟିକେ ତଳକୁ ନେଇକି ଟିକେ ବାଗେଇଦବ ପିଢ଼ାଟା ହଜାରଥର ଭାଙ୍ଗି ନଟ୍ ତାର କଣ୍ଟା ଭାଙ୍ଗି ଦେଉଛି ସେ ଆଉ ଗୋଟେ କରିବାକୁ ପଡ଼ିବ ହବନି ଆଉ ପ୍ଲାଏ ପିଢ଼ାଟା ନା ସେଇଥିପାଇଁ ଅଛି କି ତମର ଏଠି କାଠ ଫାଟ କାଠ ତ ନାହିଁ ଖୋଜିବାକୁ ପଡ଼ିବ ଖୋଜିବାକୁ ପଡ଼ିବ ମୁଁ 2 ଦିନ ହେଲା ଭାଙ୍ଗି ଯାଇଛି ଆଡ଼ଜଷ୍ଟ କରି କେମିତି ବସୁଛି ଏଟାକୁ ଲକ୍ଷେଇକି ଏଇଠି ଅଠା ମାରିଦେ ମଇଦା ଆଣିକି ଗୋଳେଇକି ଅଠା ମାରିଦେ ଦୁଷ୍ଟ ନା ସେମିତି ତଳେ ଛେଚୁନୁ ତଳକୁ ଶୁଭିବ ପିଆଜ ଅଧିକ କରିଦେଲୁ ଆରେ ଭଲ ଲାଗେ
ମୁଁ ତ କାଟୁଛି ତମେ କିଛି କହୁନ କେତେ ପିଆଜ କଣ ପରିବା କିଛି ନାହିଁ ବାଇଗଣ ଭେଣ୍ଡି ତ ଶୁଖିଗଲାଣି। ମୁଢ଼ି କିଏ ଆଣିଥିଲା ବାପା ଆଣିଥିଲା ଏତିକି ଏ ଡବାରେ ଅଧା ପୁରା ହେଇଛି ସେଇ ଡବାରେ ମୁଁ କିଣିକି ଆଣିଥିଲି ମୁଢ଼ି ସେଗୁଡ଼ା ବୋଧେ ମୋର ମନେ ପଡ଼ୁନି। ମତେ ଦୁଇଟା ଅଣ୍ଡା ତମେ ଗୋଟେ ଅଣ୍ଡା ସିଝା ଗୋଟେ ନେଇଛ କ'ଣ କରିବି ଖାଇଦେବ ଭାତରେ ମିକୁର ଦିଟା ସମସ୍ତ ଦିଟା ଆଣିଛି ଦୁଇଟା ତ ସେ ଆଉ ଗୋଟେ ଖାଇଲେ ହେଇଯିବ ତାର ଗୋଟେ ତାର ଗୋଟେ ଯାଉ ସେ ତ ସିଝିଗଲା ପରେ ଏଇନେ ଗୋଟେ ଖାଇଦେବା ଆଉ କ'ଣ ଖୋଜିବ କି ଭାତ ଖାଇବ ନା ଟିକେ ପରେ ସମସ୍ତ ଦିଟା ଆଣିବି କାଇଁ 56 ଟଙ୍କା ଥିଲା ତ 54 ଟଙ୍କା ହଉଥିଲା 8ଟା ଅଣ୍ଡା ଆଇଲନି ନହେଲେ 7ଟା ନହେଲେ ଆଇଲନି ପଇସା ଦେଲୁନି ପଇସା ଏଇଠି ବା ଥିଲା 50 ଟଙ୍କା ଥିଲା ଆଉ 4 ଟଙ୍କା କାଲି ଯେଉଁ ସୋଲ ପାମ୍ପଡ଼ି ରାତିରେ ଆଣି ଖାଇଦେଲୁ ଯେଉଁ ସେଇ ପଇସାରେ ଆଣିଥିଲ ଆଉ ଜାଣିପାରୁନୁ କିଏ ଜାଣିଲା ତମେ କହିଦେଲ କି ମୁଁ ଭାବିଲି ତମେ ବାକିରେ ଆଣିଛ ଖାତାରେ ମୁଁ କହିଲି ବାକିରେ ଆଣିଥିବ ଆଉ କିଏ ଜାଣିଲା ମୁଁ ତ ଜାଣିଛି ମୁଁ ଭାବିଲି ତ ଖାତାରେ ତ ଆଣିଛ ଖାତାରେ ଏକାଥରେ ଆଣିଥାନ୍ତ ତମେ କାହିଁ ଆଣୁଥିଲ ପଇସା ଦେଇକି ଖାତାରେ ତ ଆଣିଥାନ୍ତ କାଲି ପୁରା ବାକି ଆଣିଲନି କି ବାକି ଆଣିଲ ତ ହେଇଛ ବାକି ଆଣି ପରେ ବାକି ଫୋନ୍ କହୁଥିଲେ ପାର୍ଟି କରିଥାନ୍ତା ସେ ମୁଁ ପଇସା ଦେଇଦେଲି ପରେ ମନେ ପଡ଼ିଲା ହେଇଗଲା ଛଅଟା ସିନା ଭଲ କଥା ମିକ୍ସଚର ଛେଚା ସରିଲା ଲାଷ୍ଟକୁ ବଡ଼ି ଚୁରା ହେଇକି ବାହାରିଲା ବଡ଼ି ଯେମିତି ଚୁରା ହୁଏ ଟେଷ୍ଟ ଏ ମିକ୍ସଚର ସେମିତି ଟେଷ୍ଟ ହେବ ସେମିତିଆ ଟେଷ୍ଟ ହେବ ନା ଅଲଗା ଟେଷ୍ଟ ହେବ ସେମିତିଆ ତ ମୁଁ ଖାଇବି ଆଉ ଏକା ଟେଷ୍ଟ ଆଉ ବଡ଼ି ଯାଏ ମିକ୍ସଚର ସେଇଆ ଖାଲି ଜିରା ଆଳୁ ଟିକେ ନାହିଁ ଆଉ ମୁଁ ଭାତ ନେଇକି ଆଉଛି ତୁ ନେଇକି ଲେମ୍ବୁ ଆଣେ କୁଆଡ଼େ ନା ଯିବା ଯିବି ନାହିଁ କୁଆଡ଼େ ଆସ ଥୁଆ ହେଲା ବାଣ ଫୁଟୁଛି କ'ଣ ମିକ୍ସଚରଟା ବଡ଼ି ଚୁରା ଭଳିଆ ଟାଇମ୍ ହେଇଗଲା ଦେଖେ ତ ଗାଡ଼ି କୋଉଠି ଭାଙ୍ଗିଥିଲା ସଜେଇବା ବସିଲେ ହଁ ଶୁକୁ ମିକ୍ସଚରଟା ଲୁଣିଆ ଲାଗୁଛି ମୁଁ ଆଉ ବାଗ ଲାଗୁନି ଆଉ କ'ଣ ଲାଗୁଛି ଆଳୁ ସିଝେଇଥିଲା ଦେଖିଲା ଆଳୁ ବସିଛି ଆଳୁ ସିଝି ଯାଇଥିଲା ଲାଷ୍ଟକୁ ବାଧ୍ୟ ହୋଇକି ମିକ୍ସଚର ଛେଚିକି ଖାଇବା କଥା କାମ ଅଛି ସେଥିପାଇଁ ଜଲ୍ଦି ଜଲ୍ଦି ଖାଇଦେଇକି ପଳେଇଲେ ଭଲ ଦ୍ୱିପହର ପାଇଁ ତ ଅଣ୍ଡା ହେଇଛି ଆଉ କାଲି ସାବିତ୍ରୀ କାଲି ସୋମବାର ନା ଆଇଁଷ ଖାଇଯାଉଥିବ କାଲି ସୋମବାର ଆଇଁଷ ଖାଇଯାବନି ତ କାଲି ଖାଆନ୍ତିନି ସୋମବାର ଆମ ଏଇ ଭିଡ଼ିଓଟା କାଲି ପଡ଼ିବ ନା ଯିଏ ଦେଖିବ ସାବିତ୍ରୀ ଆଇଁଷ ଖାଉଛନ୍ତି ନା ଆମର କାଲି ପଡ଼ିବ ସମସ୍ତଙ୍କର ସେୟା ହୁଏ ଯେଉଁ ଦିନ ଭିଡ଼ିଓ ହୁଏ ତା ପରଦିନ ପଡ଼େ ଆମର ଆଜି ରବିବାର ଭିଡ଼ିଓ এটা কালি আমরা অপলোড হবে সোমবার ଆଉ ଟିକେ ଗୁଣ୍ଡ ହେଇଥାନ୍ତା ବଡ଼ ବଡ଼ ହେଇଗଲା ଖାଇଦିଅ ମ କଞ୍ଚା ଲଙ୍କା ଟିକେ ହେଇଥିଲା ଭଲ ହେଇଥାନ୍ତା କଞ୍ଚା ଲଙ୍କା ନାହିଁ ନାହିଁ କଞ୍ଚା ଲଙ୍କା ନା ଏବେ ବର୍ଷା ପାଗ ହେଇଛି ତମକୁ ଆହୁରି ଥଣ୍ଡା ଲାଗୁନି କଞ୍ଚା ଲଙ୍କା ନାହିଁ ମୁଁ ସେତେବେଳେ ପଚାରିଦେଲି ତମକୁ କଞ୍ଚା ଲଙ୍କା ନାହିଁ ପଚାରିଲି ସିନା କଞ୍ଚା ଲଙ୍କା ପକେଇବି କି ନାହିଁ ଦେଖିଲା ବେଳକୁ ନାହିଁ ହେଇ ଆଳୁ ରହିଯିବ ପୁଣି ତମେ ତ ସବୁବେଳେ ମେସିନ୍ ଚଲେଇକି ଆସ କେବେ କେମିତି
କେବେ କେମିତି ଆସ ମେସିନ୍ ଚଲେଇ ନଥିବ କେବେ କେମିତି ଆସ କିଏ ଜାଣିଛି ତମେ କହିଲନି ଆଜି ତମେ ମୋତେ ଟିକେ ଫୋନ୍ କରିକି କହିଲନି ମୁଁ ମଇଦା ଗୋଳେଇକି ଯିବି ଖାଇକି ଆସିବି ମୁଁ କ'ଣ କରିଥାନ୍ତି ବୋଲି କେଉଁଠି କହିଲ ମୁଁ ମିଛ କଥା ସବୁବେଳେ କାହିଁକି କହୁଛ କହିଲ କହିନୁ ମାନୁନ କ'ଣ ପାଇଁ ମିଛ କଥା କହୁଛ ସବୁବେଳେ ସେତେବେଳେ ଯେଉଁ ଫୋନ୍ କରିଥିଲ ମୋତେ କହିଥିଲ ଖାଇବା କଥା ଆଉ ନା କାଉ ମୋତେ କହିଥିଲ ଖାଇବା କଥା ସେତେବେଳେ ହଁ କାହିଁ କହୁଛ ମୁଁ ତୁମକୁ ଫୋନ୍ କରିକି ପଚାରିଲି କହିଲି ଅଣ୍ଡା 6ଟା କାହିଁକି ଆଣିଲ ଆଉ 2ଟା ଆଣିଲନି ତୁମେ କହିଲ ହଁ ସେତିକି କରିଦେ ଆଉ ଦ୍ୱିପହର ଖାଇଦେବା 2ଟା ଥାଉ ଏବେ ଆଳୁ ସିଝେଇଦେ ଏ କଥା ମୋତେ କହିଲ ଆଉ କହିଥିଲ ମୋତେ ମୁଁ ମଇଦା ଗୋଳେଇ ସାରିକି ଭାତ ଖାଇବି କହିଥିଲ କି ଆଉ କ'ଣ ମିଛ କଥା କହୁଛ ଚାରି ଏବେ ଯାଉଛି କାମକୁ କାମ କରିକି ଆଇଲେ ତାର ଅଣ୍ଡା ତରକାରୀ ହେଇଥିବ ଖାଇବା ଆଉ ମେସିନ୍ ଚଲେଇକି ଆସେ ଆଉ ଆଳୁ ତ ଶିଖିଥିଲାନି ସେଇଥିପାଇଁ ମିକ୍ସଚର ଲଗେଇକି ଖାଇଲି ଆଉ ଜଲ୍ଦି ପଳେଇ ଆସିବା ଖାଇଦେଇକି ପଳେଇବା ଦେଇ ପରେ ଆଉ ଯାଉଛି ତଳକୁ ଖାଇବାକୁ କିନ୍ତୁ ଫୁଟୁଛି ତରକାରୀ କ'ଣ ଖାଇବି ସେତେବେଳେ ଖାଇଦେଲିନି ପଳେଇଥିଲି ଅଳ୍ପ 2ଟା ଛାଡ଼ି ଦେଇକି ତରକାରୀ ଏଠି ଫୁଟୁଛି ଅଣ୍ଡା ତରକାରୀ ଆଜିର ଭିଡ଼ିଓ ଆଜି ଛାଡ଼ିଦେବା କାଲି ଛାଡ଼ିବାନି କାଲି ସାବିତ୍ରୀ ବ୍ରତ ଅମାବାସ୍ୟା ଛାଡ଼ିବା ଛାଡ଼ିଲେ ଲୋକ ସବୁ ସୁଧିବେ ଆଉ କିଭଳି ଲୋକ ଗୁଡ଼ାକ ପାରତୀର୍ଥ କିଛି ମାନୁନାହାନ୍ତି ଆଇଁଷ ଖାଉଛନ୍ତି ଆମ ଅଛି ଜାଣିଛ ନା ରବିବାର ଭିଡ଼ିଓ ଆଜି ହେଇଯିବ ବୋଲି ଅଣ୍ଡା ଫୁଟିବେ ତ ମୁଁ ଖାଇବି କେତେବେଳେ ଚାଲ ମାଲ କ୍ଲିପ୍ ମାରିଦେଇଛୁ ଆମ ମୁଣ୍ଡରେ ଗୋଟେ ଆଗକୁ ବାହାରି ପଡ଼ୁଛି ଦେଖିଲି ମୁଁ ଏତେବେଳେ ଦେଖିନଥିଲି ବାବା ପୁରା ମାନେ ସ୍ତ୍ରୀରୁ ମାନେ ଝିଅ ହେଇଯାଇଯିବ ବାବା କ୍ଲିପ୍ ମାରି ଦେଇଛି ମୁଣ୍ଡରେ ପୁରା ଉଡ଼ୁଛି ମାରି ଦେଇଛି ଷ୍ଟାଇଲି ବାବା ଛୁଆଟା ନ ହେଇଥିଲେ ତ ଆହୁରି କ'ଣ ଷ୍ଟାଇଲ୍ କରିଥାନ୍ତି ନା ବିଡ଼ି ପାର ପଳାଉନ ସ୍ତ୍ରୀ ଲୋକ ମାରୁଛନ୍ତି କ୍ଲିପ୍ ଲଗାଉଛନ୍ତି ସ୍ତ୍ରୀ ଲୋକ କ୍ଲିପ୍ ଲଗାଉନାହାନ୍ତି କିଏ କହିଲେ ବର୍ଷା ଟିକେ ଟିକେ ପକଉଛି ବର୍ଷା ଟିକେ ଟିକେ ପକେଇଲାଣି ତରକାରୀ କେତେ ହେବ ତୁ ଖାଇସାରିଲୁ ନା ଖାଇନାవు ଖାଇନାవు କ'ଣ କରୁଥିଲୁ ଦିନ ସାରା ହଁ କରେ ଆସିଲେ ଖାଇଦେବା ମୋତେ ଭୋକ କଲାଣି ତ ଅଳ୍ପ 2ଟା ଖାଇକି ଯାଇଥିଲି ସେ ମିକ୍ସଚରଟା ଭଲ ନାହିଁ ଖରାପ ହେଇଲାଣି ସେଇଥିପାଇଁ ମୁଁ ଖାଇଲି ନହେଲେ ସବୁ ଖାଇଥାନ୍ତି ହଁ କାହିଁ କହୁଛ ମିକୁ ଯେମିତି ବାନ୍ତି କରିଦେଲା ମୁଁ ଆଉ ଜାଣିନି ନା ଏମିତି ମିକୁ ବାନ୍ତି କରେ ମିକ୍ସଚର ଗମୁଆ ଲାଗୁଛି ମୁଁ ତ ଆଗରୁ ଉଠିଲିନି ଖାଇବିନି ବୋଲିକି ବାହାରିଲିନି ତାର ସେ ବାନ୍ତି କରି ପକେଇଲା ଛୁଆ ବାନ୍ତି କଲେ ମୁତି ଦେଲେ ତମକୁ ଅସୁବିଧା ଲାଗୁଛି ଗପ କହିଲା ଏଠି ଆଉ ଗପ ନୁହଁ କ'ଣ ତମେ ସେ ବାନ୍ତି ଟିକେ କରିଦେଲା ବୋଲି ଅସୁବିଧା ଲାଗିଲା ପଳେଇଲ ଅସୁବିଧା ଆଇଲ ଦେଖିଆ ଆମ୍ବ କରିଦେଲା କେଉଁଠି ଆମ୍ବ ପଡ଼ିଛି ଖାଲି ତା କଥା ଚୁରି କରତୁ ତୁ ତ ଚୁରୁଣି ହେଇଲୁଣି ମୋତେ ଚୁର କରିସାରିଲୁଣି ତାଙ୍କ ଲୋକ ଦେଖିବେ ଯଦି ମୋତେ ବାନ୍ଧିକି ପିଟିବେ ଘୁମଉଥିଲା ମଟର କହୁଥିଲି ମୋତେ ଶୁଖେଇଛି ଏଠୁ ଆଣିକି ମୁଁ ତ ଦେଖିଥିଲି 4-5 ଦିନ ତଳେ ଦେଖିଥିଲି ମଟର ଗୁଡ଼ାକ ସେ ଭେଦେ 4-5 ଦିନ କାଲି ରାତିରେ ବତୁରେଇଥିଲି ତୁ ସକାଳୁ ଦେଖିଲା ବେଳକୁ ତମେ ଅଣ୍ଡା ଧରିକି ଆସିଥିଲ ମୁଁ ଆଉ ଜାଣିଛି ତମେ ଅଣ୍ଡା ମୁଁ ଯେଉଁ ଦେଖିଥିଲି 4-5 ଦିନ ତଳେ ଯେଉଁ ଭେଦେଇଥିଲି ସେ ମଟର ଖୁଆ ଦେଇଥିଲି ପଇସା ଦେଇ ମଟର ଆଉଛି ତାକୁ ଭେଦି ଦେଇଥିଲା ରାତିରେ ପୁଣି ତାକୁ ଆଣି ଶୁଖେଇ ଦେଇଛି ଖରା ତ ନାହିଁ ଶୁଖେଇଛି କ'ଣ ଅଣ୍ଡା ଆଣିଲ ମୁଁ କହିଲି ଆଉ ଅଣ୍ଡା ତରକାରୀ କରି ଆଉ ମଟରଟା ନଷ୍ଟ ହେଇଯିବ ଉଦା କରିକି ରଖିଲେ ଆମ୍ବିଳି ହେଇଯାଉଛି ଖଟା ହେଇଯାଉଛି ଶୁଖେଇଦେଲି ଅଛି ହଁ ବତୁରିକି ରହିଛି ଶୁଖିନି ବହୁତ କଞ୍ଚା ଅଛି ପୁରା ଖରା ନାହିଁ ଗୋଟେ ମଟର ଆଣି ଶୁଖେଇଛି ରାତିରେ ଭେଦେଇଥିଲା ଆଜି ଦିନରେ ହେଇଥାନ୍ତା ମଟର ତରକାରୀ ଅଣ୍ଡା ନେଇ ଆଣି ବୋଲି ଆଜି ହେଇନି ଆଉ ସେ ତ ଏଠି ଆଣି ଶୁଖେଇ ଦେଇଛି ଭଲ ଲାଗୁଛି କଞ୍ଚା ଖାଇଲେ ଭଲ ଲାଗୁଛି ମୁଁ ସେଇଟା ମୁଠା ନେଇ ଖାଇଦେଉଛି ଯାଉଛି ପରା ଆମ୍ବ ପାଇଁ ଗଛ ଆମ୍ବ ନାହିଁ ଝକା ଫକା ଦେଉନି ଖୋଲି ଦେଇ ଚାଲି ଯାଉଛୁ ରାତିରେ ବର୍ଷା ସବୁ ଓଦା ହେଇକି ସବୁ ଜିନିଷ ଗୁଡ଼ାକ ଅଛି ଲୁହା ଫୁଆ ଗୁଡ଼ାକ ସବୁ ଆମେ ଚାଉମିନ ଜିନିଷ ଗୁଡ଼ାକ ସବୁ ଥୁଆ ହେଇଛି ଛାଞ୍ଚ ଗୁଡ଼ାକ
ଆମ୍ବ ତଳକୁ 4-5ଟା ହେଇଛି ଆଉ ନାହିଁ ସବୁ ଗଳି ପଡ଼ିଲାଣି। ଛେଳି ମଟର କାହିଁ ଖାଉଛୁ? ଛେଳି ମଟର ପଇସା ଯାହା ଖାଇଦେବୁ ଯାହା ତରକାରୀ ଫୁଟିଯିବନି ଅଧିକ ପୁଣି। ମିକୁ ଭାଇ ଆହୁରି ହଁ ତମେ କି କହୁଥିଲ ଆଜି ବଜାର ବନ୍ଦ? ଆଜି ବଜାର ବନ୍ଦ ନା କଣ? ଆଜି ବଜାର ବନ୍ଦ, କଦଳୀଟା ମିଳିବ, ଫଳ ଦୋକାନ ବି ବନ୍ଦ ରହିବ। ସବୁ ବନ୍ଦ ପୁରା କଟକଟା ବନ୍ଦ। ପୁରା କଟକ ଆମ ଏଇ ବଜାର ଆମ ପ୍ରତାପପୁର ବଜାର ବନ୍ଦ ପୁରା। ଟିକେ ଆଗକୁ ବ୍ରିଜ ପାଖରେ ସେ ମୁଁ ଦେଖେ ହଁ କ'ଣ ହେଲା କି? ଭାଇକୁ 200 ଟଙ୍କା ମାଗିବ, ଆଡ଼ଭାନ୍ସ ଆଣିବ 200 ଟଙ୍କା। ତାଳ ମିଳିବ ତାଳ କି 208 ଟଙ୍କା ତ ବାପା ଦେଇଛି ସାବିତ୍ରୀ ପାଇଁ କି ସେଇ ପଇସା ଦେଉନୁ? ହଁ ସାର୍ଟ ପାଇଁ ଦେଇଛି। ହଁ ସାର୍ଟ ପାଇଁ ଦେଇଛି ବାବା ଭାଇ ଚାଲାକ ତ ନିଜେ ବାପ ଦେଇଛି ତା ସେ ପଇସା ରଖିଦେଉଛି ଛଞ୍ଚିକି 200 ଟଙ୍କା ଆରି ପେ ଆଡ଼ଭାନ୍ସ ଆଣିକି କ'ଣ ପାଇଁ ସେଇ ପଇସା ଦେଉନୁ? ସେ ଦେଇଛି ପଇସା ଆଡ଼ଭାନ୍ସ କ'ଣ ପାଇଁ? ତମେ ତ ଲୁଗା ଆଣିଦେବନି ତା ବଦଳରେ ଏଠି ଲୁଗା ହଁ ସାବିତ୍ରୀ ତ ବାପା ଦେଇଛି ନା ଆଉ ଆଣିଦେଲ ଲୁଗା। ଆନ୍ଧ୍ର ତ କ'ଣ ହେଲା ଏଇଠୁ ପଇସା ଦେଇଛି। ହଁ ପଇସା ଦେବୁ ତୁ ଦେବୁ ନେଇକି ଆସିବୁ ନହେଲେ ନାହିଁ। ଅଣ୍ଡା ତରକାରୀ ହେଇଗଲା ଖାଇବା ମୁଁ କାମ ସାରି ଦେଇକି ଆସେ। ତାଳ ମିଳିବ ନା ମିଳିବନି? ତାଳଟା ଠାକୁରଙ୍କୁ ଲାଗିବ ସାବିତ୍ରୀ ପୂଜାରେ। ତାଳ ତୁ କାଲି କ'ଣ କରୁଥିଲୁ? ତ କାଲି ତ ପଚାରି କ'ଣ କରୁଥିଲୁ? ରହିବନି ଖରାପ ରହିବନି ଯୋଉଦିନ ଆଣିବା କଥା ରହିବନି। ତାଳ ମିଳିବନି ମୁଁ ଜାଣିନି କ'ଣ ରାତି। ହଉ ଯଦି ନ ମିଳିବ ଯଦି ସେଉ ଦିଟା ଆଣିବ, କମଳା ଗୋଟେ ଆଉ ଅଙ୍ଗୁର ଅଳ୍ପ। ଏଇଠି ଖୋଲା ଥିବ ବ୍ରିଜ ପାଖରେ ଯୋଉ ଫଳ ଦୋକାନ ନୁହଁ ନା ସେଠି ଖୋଲା ଥିବ, ଟିକେ ଆଣିଦବ ରାତିରେ। ଦେଖିବା 200 ଟଙ୍କା ମାଗିବ। 200 ତୁ ଦେବୁ 200 ଟଙ୍କା ମୁଁ କାହିଁ ମାଗିବ? ଆଣିଦବନି ନା ଫଳମୂଳ କେମିତିକା ସ୍ୱାମୀ କେମିତି ସ୍ୱାମୀ ତ ବାପା ଦେଇଛି ପଇସା ନ ଦେଇଥାନ୍ତା କେମିତିକା ସ୍ୱାମୀ ତମେ ନିଜେ ତ ମତେ ଖର୍ଚ୍ଚ କରିବାକୁ ଦଉନ ବୋଲି ମୁଁ ଯାଇ ପଇସାଟା ରଖେଇଛି। ଦଉନ ପଇସା ମତେ ତୁ ରଖିବୁ କ'ଣଟା ଦେଉଛି ଖର୍ଚ୍ଚ କରିବାକୁ? ତମର ତ ଯୋଉ ପଇସା ଆସୁଛି ସବୁ ତ ଘର ଖର୍ଚ୍ଚରେ ଯାଉଛି, କିଛି ତ କିଣି ପାରୁନି। ମୁଁ ଯାଇ ରଖିଛି ମୁଁ କ'ଣ ମତେ ମଗାମଗି କରିବାକୁ? ତମେ 200 ଟଙ୍କା ମାଗିକି ଆଣିବନି ମୋ ପାଇଁ ଆଣିଦବନି ଫଳମୂଳ କିଛି ଆଣିବିନି। ତୁ ପଇସା ଦେବୁ ଆଣିବି ନିଜେ ପଇସା ରଖି ଛଞ୍ଚି ଦେଉଛି ଆଉ। ମତେ କାହିଁକି ଦଉନ କିଣା କିଣି କରିବାକୁ ସବୁ? କିଣୁନୁ କ'ଣ କିଣିବା ତା ବାପା ଦେଇଛି ପଇସା 1000 ଟଙ୍କା ଅଛି କିଣୁନୁ। ବାପା କଥା ମୁଁ କହୁନି, ମୁଁ ଏବେ ଫଳ ପାଇଁ କହୁଛି 200 ଟଙ୍କା ଆଣିବ ଆଡ଼ଭାନ୍ସ ଯେ ତମେ ନାହିଁ କରୁଛ ଆଉ କହୁଛ ତୋ ପଇସାରେ କିଣେ। ସେମିତି ଦେଖିବାକୁ ଗଲେ ମୁଁ କାହିଁକି ସବୁବେଳେ ମତେ ଟିକିଲି ହଉ ଡ୍ରେସ୍ ହଉ ଯାହା ଦରକାର ତମେ କାହିଁକି ପଇସା ଦଉନ? ମୁଁ ଅନଲାଇନରେ ତୁ ଆଣୁ ତୋତେ କିଏ ମନା କରେ? କାହିଁକି ଦଉନ? କାହିଁ ତୁ ଆଣୁ ତ ମୁଁ ମନା କରୁଛି ମନା କରୁଛ ଦଉଛ ନା ପଇସା? ମୂଳରୁ ପଇସା ଥିଲେ ସିନା ତୁ ଆଣିବୁ, ଆମର ତ ପଇସା ରହୁନି ତୁ ଆଣିବୁ କୋଉଠୁ? ତମେ ତ ଦଉନ ପଇସା, ସେଇଥିପାଇଁ ମୁଁ ରଖିଛି ମୋର ଦରକାର କେତେବେଳେ ଇଚ୍ଛା ହେଲେ କ'ଣ କିଣା କିଣି କରୁଛି। ହେଇଯାଇ ତମକୁ କହୁଛି ତମେ ଆଣିଦଉ ଖାତାରେ ପକେଇକି ଆଣିଦଉ ଫଳମୂଳଟା ତମେ ଦେଇପାରିବନି ଗୋଟେ। ହଉ ଦେଖିବା ସନ୍ଧ୍ୟାକୁ ତୁ ଏବେ ଅଣ୍ଡା ତରକାରୀ ଖା, କାଲି ତ ସାବିତ୍ରୀ ଅଛି ଆଜି ଅଣ୍ଡା ତରକାରୀ ଖାଇବ। ଆଜି ଆଇଁଷ ଖାଇବ କାଲି ପୂଜା କରିବ। ଫଳମୂଳ ରାତିକି ରହିବନି ଆଇଁଷ, ଯାହା ଦିନ ଏଇ ଦିପହରେ ଯାହା ଖାଇବ ରାତିକି ସବୁ ସଫା। ସେ ତ କହୁଛି ଆଜି ଆଇଁଷ ଖାଇବୁ କାଲି ପୂଜା କରିବୁ ଠାକୁର ନା। ହେଇ କ'ଣ ଲୋ ମିକୁଟାକୁ ଦେଖିଲୁ କ'ଣ କହୁଛି? ମୁଁ ଯାଉଛି ଆସେ ଟିକେ କାମ ଅଛି ଛାଡ଼ି ଦେଇକି ତାପରେ ଆସି ଖାଇବି। ମାଗିବ ଆଉ ଟିକେ ଫଳମୂଳ ଆଣିଦବ ଦେଖିବ ଦର୍ପଣ ଆସିଛି। ଦର୍ପଣ ଆଇଛି ନା ଟିକେ ଦର୍ପଣ ସେ 2 ଦିନ ପରେ ମନୀଷକୁ ପଚାରିଲେ ସେ କହିବ। ମନୀଷୀ ଚିହ୍ନା ଅଛି, ସେ ଫୋନ୍ କଲେ ଦର୍ପଣ ଆଇଛି କ'ଣ ଯାଇ ନେଇକି ଆସିବି। ସେଇଥିପାଇଁ ଦର୍ପଣ 100 ଟଙ୍କା ତ ଫଳ ମୁଁ ଆଣିପାରିବି 100 ଟଙ୍କା ଦେବୁ 200 ଟଙ୍କା ଫଳ ଆଣିବୁ ନହେଲେ ନାହିଁ। କାଙ୍ଗାଳି ଭଳିଆ କ'ଣ କହୁଛୁ? ଫଳ ଆଣିବୁନି କି? ଫଳ କ'ଣ 100 ଟଙ୍କା ନେଇଯିବ? ମୁଁ କହୁଛି ତୁ ପୂଜା କର ନା, ମୁଁ ତ ଏଠି ଅଛି ପୁଣି ପୂଜା କରିବା ଦରକାର କ'ଣ? ସତ୍ୟବାନ ପୂଜା କରୁଛି। ହଉ ଛାଡ଼ ମୁଁ ଯାଇ ଆସେ କାମ ଅଛି ମୁଣ୍ଡ ଖରାପ କରନା। ହଉ ଦେଖିବା ସନ୍ଧ୍ୟାକୁ ମୁଁ ଯାଏ। ସେ ଗୋଟାକ 20-30 ଟଙ୍କା ନେବ ଲାଗିଯାଇଛି ବାହାର ନାହିଁ। ହଉ ମୁଁ କାଟି ଦେଉଛି। ହଁ ଯା ଖେଳେ ତାର ଲାଗିଯାଇଛି ତ ଡାକୁଛି ନ କାଟି ବସିଲା ଖଟ ଉପରେ ଗାଡ଼ି ଲାଗିଯାଇଛି ତାର। ମୁଁ ଯାଉଛି ତୁ ଯାହା ତ କର ମାଛ। ତୁ ଛୋଟ ଛୁଆଟି ଗାଡ଼ିରେ ବସିଗଲୁ ଆସିକି। ହଁ ଅଣ୍ଡା ତରକାରୀ ଭାତ ମୁଁ ଖାଉଛି, ଇଏ ଆସିକି ଆମ୍ବ ଏଠି ଦେଇଦେଲାନି କିଲେ ଖଣ୍ଡ ଆଣି। ସିଏ ଆଣିକି 2-3ଟା ଆମ୍ବ ଆଣି ଚୁବେଇଲାନି।
ତାହେଲେ ଇଏ ଗୋଟେ ଖାଉଛି ଆମ୍ବ ଓଇ ଉଠ ବସିଲା ଏଠି ମା ଛୁଆଟି ବସିକି ଆମ୍ବ ଖାଇଲେ ପେଟିରେ ବସା ପେଟିରେ ବସା ବସ ପେଟି ଉପରେ ବସେ ରଣ୍ଡି ଖାଇଲେ ଦିବରେ ଭାତ ଖାଇଲୁ ଖାଇଲୁଣି ଆମ୍ବଟା କାହିଁ ଚୁବଉଛୁ କିଛି ଇଚ୍ଛା ହେଉଛି ହଜିବୁ ତାହେଲେ ବେଶୀ ଆମ୍ବ ଖାଇଲେ କିଛି ହବନି ବାବା ପଳଉନ ଜଙ୍ଗଲକୁ ଆମ୍ବ ଖାଇବୁ ବେଲା ଯିବେଲା ଆମ୍ବ ଖାଇବା ଏମିତି ଆମ୍ବ ଖାଇବ ତା ଗାଡ଼ିର ବସ୍ତୁ ଭାଙ୍ଗି ଯିବ ତା ଗାଡ଼ିଟା ଛୋଟ ଛୁଆ ହେଇଯାଉଛି ଢୋ ଖାଇକି ଦେଖିବି ଦୁଇ ଜଣ 4-5 ଟଙ୍କା ଆମେ କାଟିକି ଦେଇ ଦେଇଯାଇ ତମେ ଅଛ ଆମ୍ବ ଖାଉଛ ଆହୁରି ଖାଇବ ଆହୁରି ଆମ୍ବ ଢୋ ଲାଗି ବାତିକି ମା ଛୁଆ ଗାଟାକୁ ଭାଙ୍ଗି ଦେଲେ ଲାଗି ବାତିକି ଏଇ କୁଇଣ୍ଟାଲ 1.5 କୁଇଣ୍ଟାଲ ହବ ତୁ ବସିଲୁ ତାପରେ ଗାଡ଼ିଟାର ଅବସ୍ଥା ପୁରା ଭାଙ୍ଗିଦେଲା ଆଗ ସକାଳ ପଛରେ ଭାଙ୍ଗିଗଲା ବା କାଟେ କିଣା ଭାଙ୍ଗି ଯାଉ ଆଲୋ ରାତ କହୁଛି ଛୋଟ ପିଲା ଗାଡ଼ିଟା ଭାଙ୍ଗି ଦେଲୁ ଦେଖିଲୁ ପୁରା ପୁରା ଏଠି ପୁରା କଡ଼ କିଣା ଭାଙ୍ଗିଗଲା ହଁ ନାଚିଲା ତ ସିଏ ଛୋଟ ପିଲା ସମ୍ଭାଳିଆ ଗାଡ଼ିଟା ତୁ ତତେ ସମ୍ଭାଳିଆ ତୁ ବସିଥିଲୁ ତା ଦେହରେ ତା ନା କ'ଣ ଦଉ ସିଏ ଭାଙ୍ଗିଛି ତାକୁ ବାଟି କରୁଛୁ ନିଜେ ଆମ୍ବ ଖାଇ ଖାଇ ତା ଭାଙ୍ଗିଦେଲୁ ସେ ବସିଗଲା ଭାଙ୍ଗି ଦେଇ ହେଇ ଦେଖ ଆଜି ଚାଲିବନି ଭାଙ୍ଗିଗଲା ତଥାପି ସେଇଟା ଚଲାଉଛି ଗାଡ଼ିଟାକୁ ଯା ଖାଇଦେଲୁ ଯା ଶୋଇ ପଡ଼ିବୁ ଯା ପେଟେଇକି ହଁ ଯା ଯା ତୁ ଯା ଖାଏ ଖାଉଛନ୍ତି ମାଛ ଗୁଡ଼ା